ଆମ ଦେଶରୁ ନା ବକ୍ତ ଆଇନ ହଟିବା ଦରକାର। ବକ୍ତ ଆଇନ କ'ଣ ଜାଣିଛନ୍ତି? ଏଇ ଆଇନଟା କେବଳ ମୁସଲିମ ହିଁ ପ୍ରୟୋଗ କରିପାରିବ। ଏଇ ଘରଟା ମୋର ଯଦି କହିବ ନା, ସେଇ ଘର ତାକୁ ଚାବି ଆଉ ତା ଟିକଟ ପତ୍ର ଦେବାକୁ ପଡ଼ିବ। ଏଇ ଜାଗାଟା ମୋର ଯଦି କହିବ ନା, ସେ ଜାଗାଟାର ତାର ଟିକଟ ପତ୍ର ସବୁକିଛି ତାକୁ ଦେଇତେ ପଡ଼ିବ। ଏଇଟା କେବଳ ମୁସଲିମ ହିଁ ପ୍ରୟୋଗ କରିପାରିବ, ବକ୍ତ ଆଇନ। ଏବଂ ଏଇ ଆଇନ ଦ୍ୱାରା ସେମାନେ ଲକ୍ଷ ଲକ୍ଷ ମାଣ ଜମି, ଏକର ଜମି ସେମାନେ କ'ଣ କରିଛନ୍ତି ନା, ବକ୍ତ ଆଇନରେ ସେମାନେ ସମସ୍ତ ଜାଗାକୁ ନେଇଯାଇଛନ୍ତି। ସମସ୍ତ ଜାଗାକୁ ନେଇଯାଇଛନ୍ତି, ମନ୍ଦିରକୁ ନେଇଯାଇଛନ୍ତି, କୁତୁବ ମିନାରକୁ ନେଇଛନ୍ତି, ଭଲ ଭଲ ଜାଗାକୁ ସେମାନେ ନେଇଯାଇଛନ୍ତି ବକ୍ତ ଆଇନ। ଏଇ ପି.ଭି. ନରସିଂହ ରାଓ ଏଇ ଆଇନରେ ସେ ସାଇନ୍ ମାରିଛନ୍ତି। ତେଣୁ ଏଇ ଆଇନଟା ହଟିବା ଦରକାର। ସେମାନେ କ'ଣ କହିବେ ନା, ଇଏ ବକ୍ତ କି ପ୍ରପର୍ଟି, ବକ୍ତ କି ଜମିନ, ଏଇସବୁ କହିବେ। ଏବଂ ଏଇ କେସ୍ରେ ଯଦି ବି ଆପଣ ଲଢ଼ିବେ ପାରିବେ ନାହିଁ, କାହିଁକିନା ଯେଉଁଠି ସବୁ ମୁସଲିମର ଓକିଲ, ମୁସଲିମର ଜଜ୍, ମୁସଲିମର ସବୁ ଥିବେ, ସେଇ ପୋଲିସ ସେଇ ସ୍ଥାନରେ ହିଁ ସେଇ କେସ୍ଟିକୁ ସେମାନେ ଦାଖଲ କରିବେ। ତେଣୁ ବକ୍ତ ଆଇନରେ ଆପଣ ଲଢ଼ିଲେ ବି ମଧ୍ୟ ପାରିବେ ନାହିଁ। ଏଇ ଆଇନଟା କିଏ କରିଛି? ଏଇ କଂଗ୍ରେସ, ପି.ଭି. ନରସିଂହ ରାଓ ସାଇନ୍ ମାରିଛି। କିଛି ବୁଝି ନ ସୁଝି ସାଇନ୍ ସେ ମାରିଛି। ବୁଝିପାରିଛନ୍ତି? ଲକ୍ଷ ଲକ୍ଷ ସମ୍ପତ୍ତି, ଲକ୍ଷ ଲକ୍ଷ ମାନେ ଏଇ କେସ୍ ଏ ବିଷୟରେ ପଡ଼ିଛି, କିନ୍ତୁ କୌଣସି ସରକାର ଏହାକୁ ତଦାରଖ କରନ୍ତି ନାହିଁ। ତେଣୁ ଏଇ ବକ୍ତ ଆଇନଟା ଯେତେ ଶୀଘ୍ର ଥାଉ ଏହାକୁ ଉଠାଇବା ଦରକାର, ବକ୍ତ ଆଇନ। ଏବଂ ଯଦି ତାଙ୍କ ପାଇଁ ଏ ବକ୍ତ ଆଇନ ସରକାର କରିଦେଲା, ଆମମାନଙ୍କର ପାଇଁ କ'ଣ କରିଛି? ଏହାର ମୁଖ୍ୟ କାରଣ ହେଉଛି ପି.ଭି. ନରସିଂହ ରାଓ, କଂଗ୍ରେସ। ସମସ୍ତ ଜିନିଷକୁ ସିଏ କ'ଣ କରିଛନ୍ତି ନା, ସେ ତାଙ୍କ ସାପଟରେ ଲେଖିଛନ୍ତି। ତେଣୁ ସମ୍ବିଧାନ ବଦଳିବା ନିହାତି ଦରକାର। ଜୟ ଜଗନ୍ନାଥ।